ଏକ ଭିଡ଼ିଓ ଦେଖୁଥିବା ସମସ୍ତଙ୍କୁ ଆମମାନଙ୍କ ତ୍ରାଣକର୍ତ୍ତା ରକ୍ଷାକର୍ତ୍ତା ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ନମସ୍କାର ଜଣାଉଛି। ପ୍ରିୟମାନେ, ଆଜି ଆମମାନେ ଆମମାନଙ୍କ ଆତ୍ମୀୟ ଜୀବନକୁ ଆବଶ୍ୟକୀୟ ଏକ ଉତ୍ତମ ବିଷୟ ବାଇବଲରୁ ଆମମାନେ ଆଲୋଚନା କରିବା। ତାହା ହିଁ ମନୁଷ୍ୟମାନେ କାହା ଦ୍ୱାରା ପ୍ରବର୍ତ୍ତିତ ହେଉଅଛନ୍ତି। ମନୁଷ୍ୟମାନେ କାହା ଦ୍ୱାରା ପ୍ରବର୍ତ୍ତିତ ହେଉଛନ୍ତି। ଆମମାନେ ଦେଖିଲେ ମନୁଷ୍ୟମାନେ କାହା ନା କାହା ଦ୍ୱାରା ପ୍ରବର୍ତ୍ତିତ ହେଉଥାନ୍ତି। ଆମମାନଙ୍କ ବିଶ୍ୱାସ ଜୀବନରେ ହେଉ, ଆମମାନଙ୍କ ଦୈନନ୍ଦିନ ଜୀବନରେ ହେଉ, ଆମମାନେ ଦେଖିଲେ କାହା ଦ୍ୱାରା ନା ଆମମାନେ ପ୍ରବର୍ତ୍ତିତ ହେଉଥାଉ। ଆଉ ଏଇ ବିଷୟରେ ବାଇବଲରେ ଆମମାନେ ପଚାରିଲେ, ଆଉ ପବିତ୍ର ବାଇବଲ ଆମମାନଙ୍କୁ କହେ ମନୁଷ୍ୟମାନେ ତିନି ପ୍ରକାରେ ପ୍ରବର୍ତ୍ତିତ ହୁଅନ୍ତି। ତିନି ପ୍ରକାରେ ପ୍ରବର୍ତ୍ତିତ ହେବାର ସୁଯୋଗ ରହିଛି। ତାହା କ'ଣ କହିଲେ? ପ୍ରଥମଟି, ଜଣେ ମନୁଷ୍ୟ ଆଉ ଜଣେ ମନୁଷ୍ୟ ଦ୍ୱାରା ପ୍ରବର୍ତ୍ତିତ ହେବାର ସୁଯୋଗ ଅଛି। ଦ୍ୱିତୀୟଟି, ଜଣେ ମନୁଷ୍ୟ ଶୟତାନ ଦ୍ୱାରା ପ୍ରବର୍ତ୍ତିତ ହେବାର ସୁଯୋଗ ଅଛି। ତୃତୀୟଟି, ଜଣେ ମନୁଷ୍ୟ ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେବାର ସୁଯୋଗ ଅଛି। ଆଜି ଆମମାନଙ୍କ ଜୀବନରେ ଆମେ ଅନୁସନ୍ଧାନ କଲେ ଆମେମାନେ କାହା ଦ୍ୱାରା ପ୍ରବର୍ତ୍ତିତ ହେଉଛେ। ଜଣେ ମନୁଷ୍ୟ ଦ୍ୱାରା ଆଉ ଜଣେ ମନୁଷ୍ୟ ପ୍ରବର୍ତ୍ତିତ ହେଲେ ତାପରେ ତା ପ୍ରତି ଘଟୁଥିବା ପ୍ରତିଫଳ, ତାପରେ ତା ପ୍ରତି ଘଟୁଥିବା ବିଷୟ କ'ଣ ଆମମାନେ ଆଜି ବାଇବଲରେ ଦେଖିବା। ଜଣେ ମନୁଷ୍ୟ ଯଦି ଶୟତାନ ଦ୍ୱାରା ପ୍ରବର୍ତ୍ତିତ ହୁଏ, ତାପରେ ତା ପ୍ରତି ଘଟୁଥିବା ପ୍ରତିଫଳ କ'ଣ ଆମମାନେ ବାଇବଲରେ ଦେଖିବା। ଜଣେ ମନୁଷ୍ୟ ଯଦି ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହୁଏ, ତାହେଲେ ତା ପ୍ରତି ଘଟୁଥିବା ପ୍ରତିଫଳ, ତାପରେ ଶେଷ ପରିଣାମ ବାଇବଲରୁ ଆମମାନେ ଦେଖିବା। ପ୍ରଥମେ, ଜଣେ ମନୁଷ୍ୟ ଆଉ ଗୋଟେ ମନୁଷ୍ୟ ଦ୍ୱାରା ପ୍ରବର୍ତ୍ତିତ ହେଲେ ତା ପ୍ରତି ଘଟୁଥିବା ପ୍ରତିଫଳ କିପରି ଥିବ? ମନୁଷ୍ୟମାନଙ୍କ ଦ୍ୱାରା ମନ୍ଦ ବିଷୟରେ ପ୍ରବର୍ତ୍ତିତ ହୁଅନ୍ତି। ମନୁଷ୍ୟମାନେ ମନୁଷ୍ୟମାନଙ୍କ ଦ୍ୱାରା ଉତ୍ତମ ବିଷୟରେ ମଧ୍ୟ ପ୍ରବର୍ତ୍ତିତ ହୋଇଥାନ୍ତି। ହେଲେ ବାଇବଲରୁ ମାନେ ଜଣେ ମନୁଷ୍ୟ ମନ୍ଦ ବିଷୟରେ ପ୍ରବର୍ତ୍ତିତ ହେଲେ ତାଙ୍କର ପରିସ୍ଥିତି କିପରି ଅଛି ବାଇବଲରୁ ଆମେ ଦେଖିବା। ରାଜାବଳୀ ପ୍ରଥମ ପୁସ୍ତକ 21 ଅଧ୍ୟାୟ 25 ପଦ। ରାଜାବଳୀ ପ୍ରଥମ ପୁସ୍ତକ 21 ଅଧ୍ୟାୟ 25 ପଦ। ସମସ୍ତେ ବାଇବଲ ଖୋଲି ଦେଖନ୍ତୁ। ରାଜାବଳୀ ପ୍ରଥମ ପୁସ୍ତକ 21 ଅଧ୍ୟାୟ 25 ପଦ। ଯେପରି ଏଇ ଆହାବ ଆପଣା ଭାର୍ଯ୍ୟା ଇସବେଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ। ଆହାବ, ଏଠାରେ ଆହାବ ଇସବେଲ ଆମମାନଙ୍କୁ ଦେଖାଯାଉଛନ୍ତି। ଆହାବ ଜଣେ ରାଜା ଇସ୍ରାଏଲର, ଆଉ ଇସବେଲ ତାହାଙ୍କ ସ୍ତ୍ରୀ, ସ୍ୱାମୀ ସ୍ତ୍ରୀ। ଏଠାରେ ସ୍ତ୍ରୀର କଥା ଶୁଣି, ସ୍ତ୍ରୀର ଦ୍ୱାରା ପ୍ରବର୍ତ୍ତିତ ହୋଇ ଆଉ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କରି ଆଉ ନିଜ ଜୀବନକୁ ହିଁ ବିକ୍ରି କଲା ପରି ଆହାବ ଆମମାନଙ୍କୁ ଦେଖାଯାଉଛନ୍ତି। ଆଜି ଆମମାନେ କାହା ଦ୍ୱାରା ପ୍ରବର୍ତ୍ତିତ ହୋଇ, ଜଗତର ସ୍ନେହ ଦ୍ୱାରା ହଉ, ଜଗତର ସହଭାଗିତାରେ ହଉ ପ୍ରବର୍ତ୍ତିତ ହୋଇ ଆମେମାନେ ମଧ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କରି ନିଜ ଜୀବନକୁ ବିକ୍ରି କରୁଛେ କି? ଆମମାନଙ୍କର ଜୀବନ ସେଇ ପ୍ରକାର ଅଛି କି? ଥରେ ଆମମାନେ ଅନୁସନ୍ଧାନ କରିବାର ଅଛି। ଜଣେ ଆହାବ ଆମମାନେ ଦେଖୁଥିଲେ ସ୍ତ୍ରୀ ଦ୍ୱାରା ପ୍ରବର୍ତ୍ତିତ ହେଲେ, ମନ୍ଦ ବିଷୟରେ ପ୍ରବର୍ତ୍ତିତ ହୋଇ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କରି ଆପଣା ଜୀବନକୁ ବିକ୍ରି କଲା ପରି ଆହାବଙ୍କ ଜୀବନ ଆମମାନଙ୍କୁ ଦେଖାଯାଉଛି। ଏଇ ଆହାବଙ୍କ ବିଷୟରେ ଆମେ ଆଲୋଚନା କଲେ, ଆହାବଙ୍କର ଗୋଟେ ଅଟ୍ଟାଳିକା ଥିଲା। ସେ ଅଟ୍ଟାଳିକା ନିକଟରେ ନାବୋତ ନାମକ ଜଣେ ବ୍ୟକ୍ତିର ଦ୍ରାକ୍ଷା କ୍ଷେତ୍ର ଥିଲା। ଆହାବ ନାମକ ରାଜାଙ୍କର ଅଟ୍ଟାଳିକା ନିକଟରେ ନାବୋତ ନାମକ ଜଣେ ବ୍ୟକ୍ତିର ଦ୍ରାକ୍ଷା କ୍ଷେତ୍ର ଥିଲା। ଆଉ ଆହାବ ସେ ନାବୋତକୁ କହିବେ, ତୁମ ଦ୍ରାକ୍ଷା କ୍ଷେତ୍ର ମୋତେ ଦିଅ, ତୁମ ଦ୍ରାକ୍ଷା କ୍ଷେତ୍ର ମୋତେ ଦିଅ, ଯେହେତୁ ତାହା ମୋର ଅଟ୍ଟାଳିକା ନିକଟରେ ଅଛି, ତୁମ ଦ୍ରାକ୍ଷା କ୍ଷେତ୍ର ମୋତେ ଦିଅ ବୋଲି। ତା ବଦଳରେ ମୁଁ ତୁମକୁ ରୂପା ଦେବି, ତା ବଦଳରେ ମୁଁ ତୁମକୁ ମୋର ଦ୍ରାକ୍ଷା କ୍ଷେତ୍ର ଦେବି, ସେ ଦ୍ରାକ୍ଷା କ୍ଷେତ୍ର ମୋତେ ଦିଅ ବୋଲି ନାବୋତକୁ ଆହାବ ମାଗିବାର। ଆଉ ନାବୋତ, ନା, ମୁଁ ସେଇଟା ଦେବି ନାହିଁ, କାରଣ ସେ ଦ୍ରାକ୍ଷା କ୍ଷେତ୍ର ମୋର ପୈତୃକ ଅଧିକାର, ତା ମୋ ନିଜର ନୁହଁ, ପୈତୃକ ଅଧିକାର, ପିତୃପୁରୁଷମାନଙ୍କର ତା ମୋ ପ୍ରତି ଦିଆଯାଇଅଛି, ମୁଁ ତା ଦେବି ନାହିଁ ବୋଲି କହିବାର। ସେଥିରେ ଆଉ ଆହାବ କ'ଣ କହିଲେ, ଆହାବ କ'ଣ କରିଲେ ସେପରି କରିବାରୁ କହିଲେ,
ଆଉ ରାଜାବଳୀ ପ୍ରଥମ ପୁସ୍ତକ 21 ଅଧ୍ୟାୟ 4 ପଦରେ ଆମେ ପଢ଼ିଲା ବେଳେ ତ ନାବୋତର ଉକ୍ତ କଥା ସକାଶୁ ବିଷଣ୍ଣ ଅତୁଷ୍ଟ ହୋଇ ଆପଣା ଗୃହକୁ ଆସିଲେ। କାରଣ ନାବୋତ କହିଥିଲା ଯେ ମୁଁ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି ନାହିଁ। ଏଣୁ ଆହାବ ଆପଣା ମୁଖ ଫେରାଇ ଶଯ୍ୟାରେ ପଡ଼ି ଭୋଜନ କରିବାକୁ ଅସମ୍ମତ ହେଲେ। ଏଠାରେ ନାବୋତ ଦ୍ରାକ୍ଷା କ୍ଷେତ୍ର ଦେବି ନାହିଁ ବୋଲି କହିବାରୁ ଆହାବ କ'ଣ କଲେ? ଭୋଜନ କଲେ ନାହିଁ। ଆଉ ଶଯ୍ୟାରେ ସେଇ ପ୍ରକାରେ ବସି ପଡ଼ିଲେ, ଭୋଜନ କଲେ ନାହିଁ, ସେଠାରେ ରହିଲେ। ଆମେ ବେଳେ ବେଳେ ଦେଖିଥାଉ ଆମର ପିଲାମାନେ ସେମାନଙ୍କୁ ଯାହା ସେମାନେ ମାଗିବେ ତାହା ନ ଦେଲେ ସେମାନେ ଖାଇବେନି, ସେଇ ପ୍ରକାରେ ବସି ପଡ଼ିବେ। ସେଇ ପ୍ରକାରେ ଜଣେ ସ୍ତ୍ରୀ ଗୋଟେ ସ୍ତ୍ରୀ ମଧ୍ୟ ନ ଖାଇକି ସେପରି ବସିଥିଲେ ଆମର ସ୍ୱାମୀ ଆସି ତାକୁ ପଚାରେ କାହିଁକି ଭୋଜନ କରୁନାହ ବୋଲି। ସେଇ ପ୍ରକାର ଏଠାରେ ଆହାବ ନ ଖାଇବାରୁ ଭୋଜନ ନ କରିବାରୁ ଇସବେଲ ଆସି ତାଙ୍କୁ ପଚାରୁଛନ୍ତି 5 ପଦରେ 21 ଅଧ୍ୟାୟ 5 ପଦ ଇସବେଲ ଆସି ତାଙ୍କୁ ପଚାରୁଛନ୍ତି କାହିଁକି ଭୋଜନ କରୁନାହ। ସେଥିରେ ସେ କହିଲେ ମୁଁ ନାବୋତର ଦ୍ରାକ୍ଷା କ୍ଷେତ୍ର ମାଗିଲି, ମାତ୍ର ସେ ମୋତେ ଦେଲା ନାହିଁ। ସେ ପୈତୃକ ଅଧିକାର ବୋଲି କହୁଛି। ସେ ଦ୍ରାକ୍ଷା କ୍ଷେତ୍ର ପ୍ରତିବଦଳରେ ମୁଁ ରୂପା ଦେବି କହିଲି, ଦ୍ରାକ୍ଷା କ୍ଷେତ୍ର ପ୍ରତିବଦଳରେ ମୁଁ ମୋର ଦ୍ରାକ୍ଷା କ୍ଷେତ୍ର ଦେବି ବୋଲି କହିଲି, ତଥାପି ସେ ମୋତେ ସେ ଦ୍ରାକ୍ଷା କ୍ଷେତ୍ର ଦେବ ନାହିଁ ବୋଲି କହିଲା। କହି ଆହାବ ଇସବେଲକୁ କହିଲେ। ସେଥିରେ ଇସବେଲ ଆହାବଙ୍କୁ କହିବେ ତୁମେ ଜଣେ ରାଜା, ତୁମେ ଯାହା ମାଗିବ ତାହା ତୁମକୁ ଦିଆଯିବ। ସେଇ କ୍ଷେତ୍ର ମୁଁ ଦେବି ତୁମକୁ, ସେ ଦ୍ରାକ୍ଷା କ୍ଷେତ୍ର ମୁଁ ଆଣି ତୁମକୁ ଦେବି, ତୁମେ ଭୋଜନ କର ବୋଲି କହିବେ। ଇସବେଲ ଆହାବଙ୍କୁ କହିବେ ତୁମେ ଭୋଜନ କର, ସେ ଦ୍ରାକ୍ଷା କ୍ଷେତ୍ର ମୁଁ ଦେବି ବୋଲି କହିବେ। ତାପରେ ଇସବେଲ କରିଥିବା କାର୍ଯ୍ୟ ମାନେ ବାଇବେଲରେ ଦେଖୁ। ଆଉ ଇସବେଲ କ'ଣ କଲେ ମାନେ ଗୋଟେ ପତ୍ର ଲେଖିଲେ, ଗୋଟେ ଚିଠି ଲେଖିଲେ ନଗରର ପ୍ରାଚୀନ ଲୋକମାନଙ୍କ ନିକଟକୁ। ଆଉ ସେଇ ଚିଠିରେ କ'ଣ ଲେଖାଯାଇଥିଲା କହିଲେ? ସେ ଚିଠିରେ ସେ କ'ଣ ଲେଖିଲେ ମାନେ ଆଉ ଏ ନଗରରେ ଥିବା ନାବୋତ ନାମକ ଜଣେ ବ୍ୟକ୍ତି ଈଶ୍ୱରଙ୍କ ବିରୁଦ୍ଧରେ ଆଉ ଈଶ୍ୱରଙ୍କୁ ଅଭିଶାପ ଦେଉଅଛି, ତାକୁ ବଧ କର। ତା ବିରୁଦ୍ଧରେ 2 ଜଣ ମିଥ୍ୟା ସାକ୍ଷୀଙ୍କୁ ଉଠାଇ ସେଇ ନାବୋତକୁ ବଧ କର ବାହାରକୁ ନେଇ ବୋଲି ସେଇ ପତ୍ରରେ ଲେଖିବାର, ସେଇ ଚିଠିରେ ଲେଖାଯିବାର। ତାପରେ ରାଜାଙ୍କର ମୁଦ୍ରାଙ୍କନ, ରାଜାଙ୍କର ସିଲ୍, ରାଜାଙ୍କର ମୁଦ୍ରାଙ୍କନରେ ସେ ପତ୍ରରେ ମୁଦ୍ରାଙ୍କିତ କରିବାର, ପ୍ରାଚୀନ ଲୋକମାନଙ୍କ ନିକଟକୁ ତାହା ପଠାଇବାର। ସେମାନେ ମଧ୍ୟ ତାହା ଦେଖି ଯେହେତୁ ରାଣୀଙ୍କ ଦ୍ୱାରା ଏ ପତ୍ର ଏ ଚିଠି ଆମେ ପାଇଲୁ, ସେଇ ଅନୁସାରେ ସେମାନେ ନାବୋତକୁ ବଧ କରିବାର ମାନେ ଦେଖୁ। ଏହି ପ୍ରକାରେ ନାବୋତର ଦ୍ରାକ୍ଷା କ୍ଷେତ୍ରକୁ ଆଉ ଆହାବଙ୍କୁ ଦିଆଗଲା। ଆହାବ ନାବୋତର ଦ୍ରାକ୍ଷା କ୍ଷେତ୍ରକୁ ନିଜର କଲେ। ଏଠାରେ ଆମେ ଗୋଟେ ବିଷୟ ଆଲୋଚନା କଲେ, ଆହାବଙ୍କ ଅଜାଣତାରେ ଇସବେଲ ଏ ସମସ୍ତ ବିଷୟ କଲା କହି ଆଲୋଚନା କଲେ ନାଇଁ, ଏ ବିଷୟ ସମସ୍ତ ଆହାବଙ୍କୁ ଜଣା। କାରଣ ରାଜାଙ୍କର ମୁଦ୍ରାଙ୍କିତ ସେ ପତ୍ର ଉପରେ ସେ ତାଙ୍କର ମୁଦ୍ରାଙ୍କନ ହୋଇଅଛି। ତ ରାଜାଙ୍କ ଜାଣତାରେ ହିଁ ନାବୋତର ଦ୍ରାକ୍ଷା କ୍ଷେତ୍ର ଏମାନେ ନାବୋତଙ୍କୁ ବଧ କରାଇ ନାବୋତର ଦ୍ରାକ୍ଷା କ୍ଷେତ୍ର ଏମାନେ ନିଜର କଲେ। ମାନେ ଗୋଟେ ସ୍ତ୍ରୀର କଥା ଗୋଟେ ମନ୍ଦ ବିଷୟରେ ପ୍ରବର୍ତ୍ତିତ ହୋଇ ଆହାବ ଆପଣା ଜୀବନକୁ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କରି ଆପଣା ଜୀବନକୁ ହିଁ ବିକ୍ରି କଲା ପରେ ଏମାନଙ୍କୁ ଦେଖାଯାଉଛି। କାହିଁକି ଏପରି ଆହାବ ଜଣେ ସ୍ତ୍ରୀର କଥା ଶୁଣିଲେ, ଏଥିର କାରଣ କ'ଣ କହି ଆଲୋଚନା କଲେ। ଆରମ୍ଭରୁ ମଧ୍ୟ ସେ ଏକ ପରିବାରରେ ଇସବେଲଙ୍କର କଥା ହିଁ ଚାଲୁଛି, ଇସବେଲର କଥା ହିଁ ଚାଲୁଛି। ଆରମ୍ଭରେ ହିଁ ସେ କରିଥିବା ଭୁଲ, ଆହାବ କରିଥିବା ଭୁଲ କ'ଣ ମାନେ ଦେଖିଲେ। ଆଉ ରାଜାବଳୀ ପ୍ରଥମ ପୁସ୍ତକ 16 ଅଧ୍ୟାୟ 31 ପଦ ମାନେ ପଢ଼ିଲେ। ରାଜାବଳୀ ପ୍ରଥମ ପୁସ୍ତକ 16 ଅଧ୍ୟାୟ 31 ପଦ। ପୁଣି ନବାଟର ପୁତ୍ର ଜାରବିଆମଙ୍କ ପାପ ପଥରେ ଚାଲିବାର ତାଙ୍କ ପ୍ରତି ହାଲକା ବିଷୟ ହେଲା ପରି ସେ ସିଦୋନୀୟମାନଙ୍କ ଇତବାଲ ରାଜାର କନ୍ୟା ଇସବେଲକୁ ବିବାହ କଲେ ଓ ଯାଇ ବାଲ ସେବା କରି ତାହାକୁ ପ୍ରଣାମ କଲେ। ଏଠାରେ ଆମେ ଦେଖିଲେ ପ୍ରଥମେ ହିଁ ସେ ପାପକୁ ହାଲକା ବିଷୟ ଭାବିଲେ, ଛୋଟ ବିଷୟ ଭାବିଲେ। ଆଜି ଜଗତରେ ଆମେ ମଧ୍ୟ ଦେଖିଲେ ଆତ୍ମୀୟ ଜୀବନରେ ଦୁର୍ବଳ ରୂପେ ଥିଲେ, ଆତ୍ମୀୟ ଜୀବନରେ ଷ୍ଟ୍ରଙ୍ଗ ରୂପେ ନଥିଲେ, ସେମାନେ ପାପରେ ପଡ଼ି ଯାଇଥାନ୍ତି। ଛୋଟ ପାପ, ହାଲକା ପାପ, ସହଜ ବିଷୟ ବୋଲି ଭାବନ୍ତି, ମାତ୍ର ଦିନେ ତାହା ବଡ଼ ପାପ କରିବା ପାଇଁ ନେଇଥାଏ। ଏଠାରେ ଆହା ଭାବିଲେ, ଛୋଟ ବିଷୟ ଭାବିଲେ, ହାଲକା ପାପ, ହାଲକା ବିଷୟ,
ପାପକୁ ହାଲକା ବିଷୟ ବୋଲି ଭାବିବାର ଆମେ ଦେଖୁଛେ। ସେହିପରି ଜଗତରେ ଆମମାନେ ମଧ୍ୟ ଦେଖିଲେ, ଗୋଟେ ସିନେମା ଦେଖିଥିଲୁ ଆଜି, ଛୋଟ ବିଷୟ, ଛୋଟ ପାପ, ତାହା କିଛି ନୁହେଁ ବୋଲି ଭାବିଥାଉ। ଜଗତର ସ୍ନେହ, ଜଗତର ସହଭାଗିତା, ଏ ସମସ୍ତ ବିଷୟ ଛୋଟ ବିଷୟ, ଏହା କିଛି ନୁହଁ ବୋଲି ଭାବିଥାଉ, ହାଲକା ବିଷୟ ବୋଲି ଭାବିଥାଉ। ଏହି ପ୍ରକାର ଭାବିବା ଦ୍ୱାରା ହିଁ ଆତ୍ମୀୟ ଜୀବନରେ ଆଉ ମନ୍ଦ ବିଷୟରେ ପ୍ରବର୍ତ୍ତିତ ହୋଇ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କରିଥାଉ। କେତେବେଳେ କହିଲେ, ଆଉ ଏ ମଝିରେ ଗୋଟେ ବିଷୟ କହିବାର ଘଟିଲା, ତାହା କ'ଣ କହିଲେ, ସତ୍କର୍ମ ନ କଲେ ପାପ ହୁଏ ବୋଲି। ଆମର ୟୁଟ୍ୟୁବ୍ ଚ୍ୟାନେଲରେ ବି ସେଇ ଭିଡ଼ିଓଟା ଅଛି। ସତ୍କର୍ମ ନ କଲେ ପାପ ହୁଏ। ଆମମାନେ ଯଦି ସତ୍ କାର୍ଯ୍ୟ ନ କରୁ, ବାକ୍ୟ ବିଷୟକ କାର୍ଯ୍ୟ, ତାହେଲେ ପାପ ଆମମାନେ କରିବା ପାଇଁ ସୁବିଧା ଥାଏ, ସୁଯୋଗ ଥାଏ। ସହଜ ବୋଲି ଭାବିଥାଉ, ସେ ପାପକୁ ଛୋଟ ପାପ ବୋଲି ଭାବିଥାଉ, କିନ୍ତୁ ତାହା କରିଲା ପରେ ଆଉ ଗୋଟେ ବିରାଟ ବଡ଼ ପାପକୁ, ଭୟଙ୍କର ବିଷୟକୁ ତାହା ପଥ କାଢ଼ିଥାଏ। ଏଠାରେ ଆହାବ ମଧ୍ୟ ପ୍ରଥମେ ଛୋଟ ବିଷୟ, ହାଲକା ବିଷୟ ଭାବିଲେ। ଯେ ଇସବେଲକୁ ବିବାହ କଲେ, ଇସବେଲକୁ ବିବାହ କଲେ। ଜଣେ ଆହାବ ରାଜା, ଇସ୍ରାଏଲର ରାଜା, ଇସ୍ରାଏଲ ମାନଙ୍କର ଈଶ୍ୱର, ଜୀବିତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ହେଲା ବେଳେ ଇସବେଲକୁ ବିବାହ କରି, ଇସବେଲ ଯେଉଁ ବାଲ ଦେବର ସେବା କରୁଛି, ଆହାବ ମଧ୍ୟ ସେଇ ବାଲ ଦେବର ସେବା କରିବାକୁ ଲାଗିଲେ। ପ୍ରଥମେ ଛୋଟ ବିଷୟ, ହାଲକା ପାପ ବୋଲି ଭାବିଲେ, ପାପକୁ ହାଲକା ରୂପେ ନେଲେ। କେତେ ବଡ଼ ପାପ କଲେ ଦେଖନ୍ତୁ। ଜୀବିତ ପରମେଶ୍ୱରଙ୍କୁ ପରିତ୍ୟାଗ କରି ବାଲ ଦେବର ସେବା କଲେ। ଆଜି ଜଗତରେ ଆମେ ଦେଖିଲେ, ଜଣେ ଖ୍ରୀଷ୍ଟିଆନ ପୁଅ ଗୋଟେ ବିବାହ ବିଷୟରେ ନେଉଥିବା ଗୋଟେ ରଙ୍ଗ ଡେସିସନ୍ ତାଙ୍କ ଜୀବନକୁ ହିଁ ସ୍ପଏଲ୍ କରିଦେଇଥାଏ। ଗୋଟେ ଛୋଟ ଡେସିସନ୍, ରଙ୍ଗ ଡେସିସନ୍ ଜୀବନକୁ ହିଁ ନଷ୍ଟ କରିଦେବା ପରି ଆମେ ଅନେକଙ୍କ ଜୀବନ ଉଦାହରଣ ସଦୃଶ ଆମେ ଦେଖିଥାଉ। ବିବାହ ବିଷୟରେ ପ୍ରଥମରେ ଭାବନ୍ତି, ବିଜାତି ଗୋଟେ ଝିଅକୁ ବିବାହ କରିବା, ତାକୁ ପରବର୍ତ୍ତୀ କାଳରେ ଆମମାନେ ବାକ୍ୟ କହି ତାକୁ ପରିବର୍ତ୍ତନ କରିବା ବୋଲି ଭାବନ୍ତି। କିନ୍ତୁ ଶେଷରେ ଦେଖିଲା ବେଳେ ସେଠାରେ ପରିସ୍ଥିତି ହିଁ ଭିନ୍ନ ରୂପେ ଦେଖାଯାଏ। ଏଠାରେ ଜୀବିତ ଈଶ୍ୱରଙ୍କୁ ପରିତ୍ୟାଗ ନ କରିପାରି ଗୋଟିଏ ପାର୍ଶ୍ୱରେ, ଆଉ ଗୋଟିଏ ପାର୍ଶ୍ୱରେ ସେ ଝିଅକୁ ପରିବର୍ତ୍ତନ କରି ନପାରି, ଝିଅ ଯେଉଁ ଦେବତାମାନଙ୍କୁ ପୂଜା କରେ, ପୁଅ ମଧ୍ୟ ସେଇ ଦେବଦେବୀମାନଙ୍କୁ ପୂଜା କରିବାରେ ଲାଗୁଛନ୍ତି। ମାନେ ତାକୁ ପରିବର୍ତ୍ତନ କରିବି ବୋଲି ବିବାହ କରି ନିଜେ ପରିବର୍ତ୍ତନ ହେବାର ସୁଯୋଗ ରହିଥାଉଛି। ତେଣୁ ଏ ଆହାବ ରାଜା ମଧ୍ୟ ଇସବେଲକୁ ବିବାହ କରି, ଇସବେଲ ଯେଉଁ ଦେବମାନଙ୍କୁ ପୂଜା କରୁଥିଲା, ସେବା କରୁଥିଲା, ଆହାବ ମଧ୍ୟ ତାହା କଲେ। ପ୍ରଥମେ ପାପକୁ ଛୋଟ ମନେ କଲେ, ତାପରେ ସେଇ ପାପ ହିଁ ଗୋଟେ ବଡ଼ ମିଷ୍ଟେକ୍ କରିବା ପାଇଁ ପଥ କାଢ଼ିଲା। ଗୋଟେ ବିରାଟ ବଡ଼ ମିଷ୍ଟେକ୍ ତାଙ୍କ ଜୀବନରେ ସେ କଲେ। ତେଣୁ ବାଇବେଲରେ ଅନେକ ଥର ଅନେକ ବାକ୍ୟ ଏପରି କହୁଥାଏ, ଦୁଷ୍ଟମାନଙ୍କ ସହିତ ସହଭାଗିତା କର ନାହିଁ। ଦୁଷ୍ଟମାନଙ୍କର ସହଭାଗିତା ଉତ୍ତମ ଲୋକମାନଙ୍କର ଉତ୍ତମ ଆଚରଣକୁ ନଷ୍ଟ କରେ ବୋଲି ବାଇବେଲରେ ଲେଖା ଅଛି। ତେଣୁ এই ଜଗତର ସ୍ନେହ, ଜଗତର ସହଭାଗିତା ଆମେ କଲା ବେଳେ ତାହା ହୁଏତ ଆମମାନଙ୍କ ଆଖିରେ ଆମମାନଙ୍କୁ ଛୋଟ ବିଷୟ ବୋଲି ଆମେ ଭାବିଥାଉ। ମନ୍ଦ ବିଷୟରେ ପ୍ରବର୍ତ୍ତିତ ହେଲା ବେଳେ ମଧ୍ୟ ତାହା ଆମମାନଙ୍କ ଦୃଷ୍ଟିରେ ଛୋଟ ବିଷୟ ଆମମାନଙ୍କୁ ଦେଖାଯାଏ। ମାତ୍ର ତାହା ଗୋଟେ ବିରାଟ ବଡ଼ ପାପ କରିବା ପାଇଁ ପଥ କାଢ଼ିଦିଏ। ପ୍ରଥମେ କଇନ୍ ଏବେଲଙ୍କ ବିଷୟରେ ଆମେ ଆଲୋଚନା କଲେ। କଇନ୍ ଆପଣା ଭାଇକୁ ହିର୍ଷା କଲେ, ତା ଛୋଟ ବିଷୟ ହିଁ। କିନ୍ତୁ ତାପରେ ସେଇ ହିର୍ଷା, ସେଇ ଛୋଟ ବିଷୟ ହିଁ ବଦ୍ଧ କରିବା ପାଇଁ, ନିଜ ଭାଇକୁ ବଦ୍ଧ କରିବା ପାଇଁ ଏକ ବିରାଟ ବଡ଼ ପାପ ପଥକୁ ରାସ୍ତା କାଢ଼ିଲା। ତେଣୁ ପାପ କେବେ ହେଲେ ବି ଛୋଟ ବିଷୟ ଭାବନ୍ତୁ ନାହିଁ। ଏବେ ଆହାବଙ୍କ ବିଷୟରେ ଦେଖିଲେ, ଆହାବଙ୍କ ନିକଟକୁ ଈଶ୍ୱର ଏଲିୟ ଭବିଷ୍ୟତ ବକ୍ତାଙ୍କୁ ପଠାଇବେ। ଏଲିୟ ଆସି ଆହାବଙ୍କୁ କହିବେ, ତୁମେ ଯେଉଁ ନାବୋତକୁ ବଧ କରାଇଲ, ନାବୋତର ରକ୍ତ ଯେ ପ୍ରକାରେ କୁକୁରମାନେ ଚାଟିଲେ, ନାବୋତକୁ ପଥରରେ ବଧ କରିବା ଦ୍ୱାରା ତାଙ୍କ ରକ୍ତ କୁକୁରମାନେ ଚାଟିଲେ, ସେଇ ପ୍ରକାରେ ତୁମେ ମଧ୍ୟ ମରିବ, ତୁମର ରକ୍ତ କୁକୁରମାନେ ଚାଟିବେ ବୋଲି ଆହାବଙ୍କୁ କହିବାର ଘଟିଲା। ସେଇ ପ୍ରକାରେ ଆହାବଙ୍କ ମୃତ୍ୟୁବରଣ ଦ୍ୱାରା ଆହାବଙ୍କ ରକ୍ତ କୁକୁରମାନେ ଚାଟିଲେ। ମାନେ ଇସ୍ରାଏଲର ରାଜାମାନଙ୍କ ବିଷୟରେ ଆମେ ଥରେ ଆଲୋଚନା କଲେ, ଜଣେ ରାଜା ମୃତ୍ୟୁବରଣ କଲେ ତାହାକୁ କେତେ ଗୌରବ ସହକାରେ, କେତେ ସମ୍ମାନ ସହକାରେ ତାକୁ ସମାଧି କଭର କରାଯାଏ। ମାତ୍ର ଏଠାରେ ଆମେ ଦେଖିଲେ ଆହାବଙ୍କର, ଆଉ ରାଜା ମରିଗଲେ ରାଜାଙ୍କ ନିମନ୍ତେ ଶୋକ ମଧ୍ୟ କରିବାର, 30 ଦିନ ମାସ ଏ ପ୍ରକାର ଶୋକ ପ୍ରକାଶ କରିବାର ଇସ୍ରାଏଲ ମାନଙ୍କ ମଧ୍ୟରେ।
ମାତ୍ର ଏ ଆହାବଙ୍କ ପରିସ୍ଥିତି ଦେଖିଲେ, କୁକୁରମାନେ ତାଙ୍କ ରକ୍ତ ଚାଟିଲେ। କେତେ ଭୟଙ୍କର ପରିସ୍ଥିତି। ମନ୍ଦ ବିଷୟରେ ପ୍ରବର୍ତ୍ତିତ ହେବା ଦ୍ୱାରା ଆପଣ ଜୀବନରେ ଈଶ୍ୱରଙ୍କ ଦୃଷ୍ଟିରେ ମନ୍ଦ ଯାହା ତାହା କରି ନିଜ ଜୀବନକୁ ବିକ୍ରି କଲେ। ଆଜି ଆମମାନେ ମଧ୍ୟ ଜାଗ୍ରତ ହେବାର ଅଛି। ଆମମାନେ କେଉଁ ବିଷୟରେ ପ୍ରବର୍ତ୍ତିତ ହେଉଛେ, ସେ ବିଷୟରେ ପ୍ରବର୍ତ୍ତିତ ହୋଇ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କରୁଛେ ବୋଧେ ଆମମାନେ ଆଲୋଚନା କରିବାର ଅଛି। ଅତି ଜାଗ୍ରତ ସହକାରେ ଆମମାନେ ରହିବାର ଅଛି। ତେଣୁ ମନ୍ଦ ବିଷୟରେ ପ୍ରବର୍ତ୍ତିତ ହେଲେ କିପରି କ୍ଷତି ଘଟିଲା ଆମମାନେ ଦେଖିଲେ। ଏବେ ଆମମାନେ ଜଣେ ମନୁଷ୍ୟ ମନ୍ଦ ବିଷୟରେ ପ୍ରବର୍ତ୍ତିତ କରିବା ସିଚୁଏସନ୍ ଆମମାନେ ଦେଖିଲେ। ଆଉ ଆମେମାନେ ବାଇବଲରେ ଦେଖିଲେ ଉତ୍ତମ ରୂପେ ମଧ୍ୟ ପ୍ରବର୍ତ୍ତିତ କରାଇବା, ଅନେକଙ୍କୁ ଉତ୍ତମ ରୂପେ ପ୍ରବର୍ତ୍ତିତ କରାଇବା ରୂପେ ଗୋଟେ ମଣ୍ଡଳୀ ଆମମାନଙ୍କୁ ଦେଖାଯାଏ। ମଣ୍ଡଳୀର ଲୋକମାନେ ଅନେକଙ୍କୁ ଉତ୍ତମ ରୂପେ ପ୍ରବର୍ତ୍ତିତ କରାଇଲେ ଉତ୍ତମ ବିଷୟରେ। ଆମେ ମଧ୍ୟ ଅନେକଙ୍କୁ ଉତ୍ତମ ବିଷୟରେ ପ୍ରବର୍ତ୍ତିତ କରାଇ ପାରିବା ଈଶ୍ୱରଙ୍କ ବାକ୍ୟ ଦ୍ୱାରା। ଦେଖନ୍ତୁ କରନ୍ଥୀୟ ମଣ୍ଡଳୀ ନିକଟକୁ ଦ୍ୱିତୀୟ ପତ୍ର 9 ଅଧ୍ୟାୟ 2 ପଦ। କରନ୍ଥୀୟ ମଣ୍ଡଳୀ ନିକଟକୁ ଦ୍ୱିତୀୟ ପତ୍ର 9 ଅଧ୍ୟାୟ 2 ପଦ। କରନ୍ଥୀୟ ମଣ୍ଡଳୀ ନିକଟକୁ ଦ୍ୱିତୀୟ ପତ୍ର 9 ଅଧ୍ୟାୟ 2 ପଦ ମାନେ ଦେଖିପାରିଲେ, ଦୁଇ ପଦର ଶେଷ ପଦ ମାନେ ଦେଖିପାରିଲେ, ଯେହେତୁ ଲୋକମାନଙ୍କ ନିକଟରେ ତୁମମାନଙ୍କ ବିଷୟରେ ମୁଁ ଦର୍ପ କରେ ଯେ ଆଖାୟା ଗତ ବର୍ଷରୁ ପ୍ରସ୍ତୁତ ହେଲାଣି, ପୁଣି ତୁମମାନଙ୍କ ଉଦ୍ଯୋଗ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉତ୍ସାହିତ କରୁଅଛି। ତୁମମାନଙ୍କର ଉଦ୍ଯୋଗ ମାନେ ତୁମମାନଙ୍କର ଯେଉଁ ପ୍ରକାର ତୁମମାନଙ୍କ ଦ୍ୱାରା ଅନେକ ଲୋକ ଉତ୍ତମ ବିଷୟରେ ପ୍ରବର୍ତ୍ତିତ ହେଉଛନ୍ତି ବୋଲି ଏଠାରେ ବିଷୟ ମାନେ ବୁଝିବାର ଅଛି। ଆମେ ଅନେକଙ୍କୁ ଉତ୍ତମ ବିଷୟରେ ମଧ୍ୟ ପ୍ରବର୍ତ୍ତିତ କରାଇ ପାରିବା ଈଶ୍ୱରଙ୍କ ବାକ୍ୟ ଦ୍ୱାରା ବୋଲି ଜଣାପଡ଼ୁଛି। ଯଦି କେହି ଆମମାନଙ୍କୁ ମନ୍ଦ ବିଷୟରେ ପ୍ରବର୍ତ୍ତିତ କରାନ୍ତି ତାହେଲେ କ'ଣ କରିବାର ଅଛି? ମନ୍ଦ ବିଷୟରେ ଯଦି ଆମେ ପ୍ରବର୍ତ୍ତିତ ହେଉଛେ ତାହେଲେ ଈଶ୍ୱର ବାଇବଲରେ ପୁରାତନ ନିୟମରେ ଗୋଟେ ବିଷୟ କହିଲେ, ଦେଖନ୍ତୁ ଦ୍ୱିତୀୟ ବିବରଣୀ ପୁସ୍ତକ 13 ଅଧ୍ୟାୟ 5 ପଦ। ଆମେ ମନ୍ଦ ବିଷୟରେ ପ୍ରବର୍ତ୍ତିତ ହେଲେ କ'ଣ କରିବାର ଅଛି? ଦ୍ୱିତୀୟ ବିବରଣୀ ପୁସ୍ତକ 13 ଅଧ୍ୟାୟ ଆଉ 5 ପଦ। ଦ୍ୱିତୀୟ ବିବରଣୀ ପୁସ୍ତକ 13 ଅଧ୍ୟାୟ 5 ପଦ ମାନେ ଦେଖିଲେ ଯେ ସେଇ ଭବିଷ୍ୟତ ବକ୍ତାର କି ସ୍ୱପ୍ନ ଦର୍ଶକର ପ୍ରାଣ ଦଣ୍ଡ ହେବ, କାରଣ ଯେ ତୁମମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଲେ ଓ ଦାସ୍ୟ ଗୃହରୁ ମୁକ୍ତ କଲେ, ସେଇ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ଯେଉଁ ପଥରେ ଗମନ କରିବା ନିମନ୍ତେ ତୁମକୁ ଆଜ୍ଞା ଦେଇଅଛନ୍ତି, ତହିଁରୁ ଭୁଲାଇ ନେଇଯିବା ପାଇଁ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳରେ ସେ ବିଦ୍ରୋହର କଥା କହିଅଛି। ଯଦି ଆମମାନଙ୍କୁ କେହି ମନ୍ଦ ବିଷୟରେ ପ୍ରବର୍ତ୍ତିତ କରାନ୍ତି, ବିଦ୍ରୋହର କଥା କହନ୍ତି, ତାହେଲେ ଆମମାନେ ସେମାନଙ୍କର ପ୍ରାଣ ଦଣ୍ଡ ହେବା ଉଚିତ। ଏବେ ଜୀବିତ ଈଶ୍ୱର, ଯେଉଁ ଈଶ୍ୱର କି ମିଶ୍ରରୁ କିଣାନ ଦେଶକୁ ଇସ୍ରାଏଲ ମାନଙ୍କୁ ଗତି କରାଇଲେ, ସେ ଈଶ୍ୱରଙ୍କ ଛଡ଼ା ଅନ୍ୟ ଈଶ୍ୱରଙ୍କୁ ପୂଜା କର, ଅନ୍ୟ ଈଶ୍ୱରଙ୍କର ସେବା କର ବୋଲି ଯଦି କେହି କହିବେ, ସେମାନଙ୍କର ପ୍ରାଣ ଦଣ୍ଡ ହେବ। ଇସ୍ରାଏଲ ମାନଙ୍କ ବିଷୟରେ ପ୍ରାଣ ଦଣ୍ଡ ହେବ ତୁମମାନଙ୍କୁ ମନ୍ଦ ବିଷୟରେ ପ୍ରବର୍ତ୍ତିତ କରାଇଲେ ବୋଲି ଲେଖା ଅଛି। ତାପରେ 7 ପଦ 8 ପଦ ମାନେ ଦେଖିଲେ, କେହି ଯଦି ତୁମକୁ ଭୁଲାଏ, ତାହା ବିଷୟରେ ତୁମକୁ ଭୁଲାଇ ଯେବେ ତୁମ ମାତୃପୁତ୍ର ଭ୍ରାତା କି ପୁତ୍ର କି କନ୍ୟା କି ତୁମ ବକ୍ଷସ୍ଥାୟିନୀ ଭାର୍ଯ୍ୟା କିଏ ବା ତୁମ ପ୍ରାଣ ସମାନ ମିତ୍ର ଗୋପନରେ କହେ, ଆମ୍ଭେମାନେ ଅନ୍ୟ ଦେବତା ଗଣର ସେବା କରୁ, ତହିଁରେ ସେମାନଙ୍କ କଥାରେ ତୁମେ ସମ୍ମତ ହୁଅ ନାହିଁ, ତାହାର କଥା ଶୁଣିବ ନାହିଁ। କେହି ଯଦି ଈଶ୍ୱରଙ୍କ ଛଡ଼ା ଆଉ ଜଣେ ଈଶ୍ୱରଙ୍କୁ ଆମେ ପୂଜା କରିବା ବୋଲି କହେ, ତାହେଲେ ସେ କଥାରେ ସମ୍ମତ ହୁଅ ନାହିଁ, ତା କଥା ଶୁଣ ନାହିଁ। ପୁରାତନ ନିୟମରେ ଆଉ ଏଇ ପ୍ରକାର କଲେ, ମନ୍ଦ ବିଷୟରେ ପ୍ରବର୍ତ୍ତିତ କଲେ ପ୍ରାଣ ଦଣ୍ଡ, ସେମାନଙ୍କର କଥା ଶୁଣ ନାହିଁ ବୋଲି କୁହାଯାଇଅଛି। ମାତ୍ର ନୂତନ ନିୟମକୁ ଆସିଲା ବେଳକୁ କେହି ଏମାନଙ୍କୁ ମନ୍ଦ ବିଷୟରେ ପ୍ରବର୍ତ୍ତିତ କରାଏ, ତାହେଲେ ସେମାନଙ୍କୁ ଘୃଣା କର ବୋଲି କୁହାଯାଇଅଛି। ମନ୍ଦ ବିଷୟରେ ପ୍ରବର୍ତ୍ତିତ କରାଇଲେ ସେମାନଙ୍କୁ ଘୃଣା କର। ସେମାନେ ତୁମର ମା ହଉ, ତୁମର ବାପା ହଉ, ତୁମର ଭାଇ, ତୁମର ଭଉଣୀ, ଯିଏ କେହି ନା କାହିଁକି ମନ୍ଦ ବିଷୟରେ ପ୍ରବର୍ତ୍ତିତ କରାଇଲେ ସେମାନଙ୍କୁ ଘୃଣା କର ବୋଲି କୁହାଯାଉଛି। ଆଉ ସୋଲୋମନ ମଧ୍ୟ ବାଇବଲରେ ପାପୀମାନେ ତୁମକୁ ଫୁସଲାଇଲେ ସେଥିରେ ତୁମମାନେ ସମ୍ମତ ହୁଅ ନାହିଁ। ପାପୀମାନେ ମନ୍ଦ ବିଷୟରେ ତୁମକୁ ଫୁସଲାଇବେ, ସେଥିରେ ସମ୍ମତ ହୁଅ ନାହିଁ ବୋଲି କହୁଛନ୍ତି। ମାନେ ଈଶ୍ୱରଙ୍କ ଠାରୁ ଆମକୁ ଦୂର କରିବା ପାଇଁ ଯେଉଁ ବିଷୟ ହଉନା କାହିଁକି ମନ୍ଦ ବିଷୟରେ ପ୍ରବର୍ତ୍ତିତ କରିବା ପାଇଁ, ମନ୍ଦ ବିଷୟକ ପ୍ରବର୍ତ୍ତନା
ଆମମାନଙ୍କୁ କରିବା ପାଇଁ ଈଶ୍ୱରଙ୍କ ନିକଟରୁ ଦୂର କରିବା ପାଇଁ ଯାହା ହେଉନା କାହିଁକି ସେଥିରୁ ଆମେ ଦୂରରେ ରହିବାର ଅଛି। ଏବେ ଦେଖନ୍ତୁ ଗୋଟେ ଫେସବୁକ୍ରେ ଯଦି ଆମେ ଅଧିକ ସମୟ ବିତାଉଛେ, ଗୋଟେ ହ୍ୱାଟ୍ସଆପ୍ରେ ଅଧିକ ସମୟ ବିତାଉଛେ, ତା ଦ୍ୱାରା ଯଦି ଆମେ ମନ୍ଦ ବିଷୟରେ ପ୍ରବର୍ତ୍ତିତ ହେଉଛେ ତାହେଲେ ସେଥିରେ ଦୂରରେ ରୁହ। କାରଣ ସେଥିରେ ଦୂରରେ ନ ରହିଲେ ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କରି ଆପଣ ଜୀବନକୁ ବିକ୍ରି କରିବା ଲୋକ ହେବା। ତେଣୁ ସେହି ସମସ୍ତ ବିଷୟରୁ ଦୂରରେ ରୁହ ବୋଲି କୁହାଯାଉଅଛି। ଏବେ ପର୍ଯ୍ୟନ୍ତ ଆମେ ଆଲୋଚନା କଲେ ଜଣେ ମନୁଷ୍ୟ ଦ୍ୱାରା ମନ୍ଦ ବିଷୟରେ ପ୍ରବର୍ତ୍ତିତ ହେଲେ କିପରି ଥିବ, ଉତ୍ତମ ରୂପେ ମଧ୍ୟ ଆମେ ଅନ୍ୟମାନଙ୍କୁ ପ୍ରବର୍ତ୍ତିତ କରିପାରିବା ବୋଲି ଜାଣିଲେ। ଏବେ ଆମେ ଦେଖିବା ଆଉ ଜଣେ ମନୁଷ୍ୟ ଶୟତାନ ଦ୍ୱାରା ପ୍ରବର୍ତ୍ତିତ ହେଲେ କିପରି ଥିବ। ଜଣେ ମନୁଷ୍ୟ ଶୟତାନ ଦ୍ୱାରା ପ୍ରବର୍ତ୍ତିତ ହେଲେ କିପରି ଥିବ ଆମେ ଆଲୋଚନା କରିବା। ଦାଉଦଙ୍କ ବିଷୟରେ ଆମେ ଦେଖିବା। ଦେଖନ୍ତୁ ସମସ୍ତେ ବଂଶାବଳୀ ଦ୍ୱିତୀୟ ପୁସ୍ତକ, ବଂଶାବଳୀ ପ୍ରଥମ ପୁସ୍ତକ 21 ଅଧ୍ୟାୟ, ବଂଶାବଳୀ ପ୍ରଥମ ପୁସ୍ତକ 21 ଅଧ୍ୟାୟ ପ୍ରଥମ ପଦ। ବଂଶାବଳୀ ପ୍ରଥମ ପୁସ୍ତକ 21 ଅଧ୍ୟାୟ ପ୍ରଥମ ପଦ ଆମେ ଦେଖିଲେ ଶୟତାନ ପ୍ରବର୍ତ୍ତାଇଲେ ମନୁଷ୍ୟମାନଙ୍କୁ କିପରି ଥିବ। ଅନନ୍ତର ଶୟତାନ ଇସ୍ରାଏଲ ପ୍ରତିକୂଳରେ ଠିଆ ହୋଇ ଇସ୍ରାଏଲକୁ ଗଣନା କରିବା ପାଇଁ ଦାଉଦଙ୍କୁ ପ୍ରବର୍ତ୍ତାଇଲା। ଦାଉଦଙ୍କୁ ଶୟତାନ ପ୍ରବର୍ତ୍ତାଇଲା। ଦାଉଦ କିଏ କହି ଆଲୋଚନା କଲେ। ପୁରାତନ ନିୟମରେ ଆମେ ପଢ଼ିଲା ବେଳେ ଅଧିକ ରୂପେ ଆମେ ଦାଉଦଙ୍କ ବିଷୟରେ ଶୁଣିଥାଉ। ଦାଉଦ ଜଣେ ଉତ୍ତମ ଯୋଦ୍ଧା। ଦାଉଦ ଈଶ୍ୱରଙ୍କ ମନମତ୍ର ବ୍ୟକ୍ତି। ଦାଉଦ ଦିବାରାତ୍ର ବ୍ୟବସ୍ଥା ଧ୍ୟାନ କରିବା ବ୍ୟକ୍ତି। ଦାଉଦ 42 ଜଣ ରାଜାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଦାଉଦଙ୍କର। ଦାଉଦଙ୍କ ବିଷୟରେ ଏପରି ମହାନ ରୂପେ ଶୁଣିଥାଉ ଆମେ। ପଲିଷ୍ଠୀୟ ଗୋଲିଆତକୁ ପରାଜିତ କରିଥିବା ବ୍ୟକ୍ତି ଦାଉଦ। ଦାଉଦଙ୍କ ବିଷୟରେ ଏହି ପ୍ରକାର ଶୁଣିଲା ବେଳେ ସେହି ପ୍ରକାର ମହାନ ବ୍ୟକ୍ତି ହୋଇଥିବା ଦାଉଦଙ୍କୁ ଶୟତାନ ପ୍ରବର୍ତ୍ତାଇଲା। କ'ଣ କହିଲା ମାନେ ଇସ୍ରାଏଲର ଜନସଂଖ୍ୟା ଗଣନା କର ବୋଲି ଶୟତାନ ଦାଉଦଙ୍କୁ ପ୍ରବର୍ତ୍ତାଇଲା। ଏଠାରେ ଗୋଟିଏ ବିଷୟ ମାନେ ଜାଣିବାର ଅଛି। ତାହା କ'ଣ କହିଲେ, ଆମେ ଯେତେବେଳେ ଈଶ୍ୱରଙ୍କ କାର୍ଯ୍ୟରେ ରହୁ ସେତେବେଳେ ଶୟତାନ ପ୍ରବର୍ତ୍ତାଇଲେ, ଯେତେବେଳେ ଶୟତାନ ମାନଙ୍କୁ ପ୍ରବର୍ତ୍ତାଇବ ସେତେବେଳେ ଈଶ୍ୱର ଆମମାନଙ୍କୁ ସତର୍କତା ଜଣାଉଥାନ୍ତି। ଏବେ ଦାଉଦଙ୍କୁ ଦେଖନ୍ତୁ, ଶୟତାନ ପ୍ରବର୍ତ୍ତାଇଲା ବେଳେ ଦାଉଦଙ୍କୁ ଈଶ୍ୱର ସତର୍କ ଜଣାଉଛନ୍ତି ଜୋଆବଙ୍କ ଦ୍ୱାରା। ଜୋଆବ ଆସି ଦାଉଦଙ୍କୁ କହିବେ 3 ପଦରେ, ବଂଶାବଳୀ ପ୍ରଥମ ପୁସ୍ତକ 21 ଅଧ୍ୟାୟ 3 ପଦ ଦେଖିଲେ ଆଉ ଈଶ୍ୱର ଜୋଆବଙ୍କ ଦ୍ୱାରା ଦାଉଦଙ୍କୁ ସତର୍କତା ଜଣାଉଛନ୍ତି। ଶୟତାନ ପ୍ରବର୍ତ୍ତାଇଲା ବେଳେ ଈଶ୍ୱର ସଚେତନ ଜଣାଉଛନ୍ତି। ଏଥିରେ ଜୋଆବ କହିଲା, ଏବେ ଯେତେ ଅଛନ୍ତି ସଦାପ୍ରଭୁ ତମର 6 ଗୁଣ ଅଧିକ ଆପଣ ଲୋକଙ୍କୁ ବୃଦ୍ଧି କରନ୍ତୁ। ମାତ୍ର ଏ ମୋ ପ୍ରଭୁ ମହାରାଜ ସେ ସମସ୍ତେ କ'ଣ ମୋ ପ୍ରଭୁଙ୍କର ଦାସ ନୁହନ୍ତି? କାହିଁକି ମୋ ପ୍ରଭୁ ଏହା କରିବାକୁ ଚାହୁଁଅଛନ୍ତି? କାହିଁକି ସେ ଇସ୍ରାଏଲର ଅପରାଧର କାରଣ ହେବେ? ଏଠାରେ ଜୋଆବ କହୁଛନ୍ତି 7 ଗୁଣ ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଆହୁରି 7 ଗୁଣ ଅଧିକ ରୂପେ ବୃଦ୍ଧି କରନ୍ତୁ। ମାତ୍ର କାହିଁକି ଆପଣ ହିସାବ କରିବା ପାଇଁ କାହିଁକି ଗଣନା କରୁଛନ୍ତି ଇସ୍ରାଏଲର ସଂଖ୍ୟା ବୋଲି କହୁଛନ୍ତି। ତଥାପି ଦାଉଦ ଇସ୍ରାଏଲ ମାନଙ୍କର ଖଡ୍ଗଧାରୀ କେତେ ଲୋକମାନେ ଅଛନ୍ତି ତାହା ଗଣନା କରିବେ। 9 ଲକ୍ଷ ଲୋକ ଖଡ୍ଗଧାରୀ, ତାପରେ 4,70,000 ଲୋକ ଖଡ୍ଗଧାରୀ ବୋଲି ଗଣନା କରିବେ। ଏ ପ୍ରକାର ଗଣନା କଲା ବେଳେ ତାହାଙ୍କ ହୃଦୟ ତାହାଙ୍କୁ ଆଘାତ କରିବ। ତାହା ମାନେ ସାମୁଏଲ ଦ୍ୱିତୀୟ ପୁସ୍ତକ 26 ଅଧ୍ୟାୟରେ ଦେଖୁ। ଦାଉଦ ଏହି ପ୍ରକାର ଗଣନା କରିବା ପରେ ଦାଉଦଙ୍କ ହୃଦୟ ଦାଉଦଙ୍କୁ ଆଘାତ କଲା ପରେ ଆମେ ଦେଖୁ। ଦାଉଦଙ୍କ ହୃଦୟ ତାହାଙ୍କୁ ଆଘାତ କରିବ। ସେତେବେଳେ ଦାଉଦ କହିବେ, ସାମୁଏଲ ଦ୍ୱିତୀୟ ପୁସ୍ତକ 26 ପଦ ମାନେ ଦେଖିଲେ, ସାମୁଏଲ ଦ୍ୱିତୀୟ ପୁସ୍ତକ 26 ଅଧ୍ୟାୟ, ସାମୁଏଲ ଦ୍ୱିତୀୟ ପୁସ୍ତକ 26 ଅଧ୍ୟାୟ ମାନେ ଦେଖୁ। ଏହି ରୂପେ ଦାଉଦ ଲୋକମାନଙ୍କୁ ଗଣନା କଲା। 26 ଅଧ୍ୟାୟ 10 ପଦ, ଗଣନା କରାଇଲା ଉତ୍ତାରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। ଯେତେବେଳେ ଆମମାନଙ୍କ ଈଶ୍ୱର ଏହି ପ୍ରକାର ସଚେତନ ଦିଅନ୍ତି, ଜୋଆବଙ୍କ ଦ୍ୱାରା ସଚେତନ ଦେଲେ, ତାପରେ ସେ ଗଣନା କଲା ପରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। କ'ଣ ନା ଗୋଟେ ଭୁଲ ବିଷୟ ତୁମେ କରୁଛ ବୋଲି। ସେତେବେଳେ ଏହି କର୍ମ କରିବାରେ ମୁଁ ମହାପାପ କରିଅଛି। ମାତ୍ର ଏବେ ହେ ସଦାପ୍ରଭୁ ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର, ମୁଁ ଅତି ମୂର୍ଖର କର୍ମ କରୁଅଛି। ଦାଉଦ ପରେ ଅନୁତାପ କଲେ, ମୁଁ ମହା ଅପରାଧ କରିଅଛି, ମୁଁ ମୂର୍ଖର କାର୍ଯ୍ୟ କରିଅଛି। କାହିଁକି ଗଣନା କଲି? କାହିଁକି ଦାଉଦ ଏପରି କଲେ, ଗଣନା କଲେ? ଏବେ ଦାଉଦ କାହିଁକି ଗଣନା କଲେ କହିଲେ,
ଆଉ ଦାଉଦଙ୍କ ସୈନ୍ୟରେ ଖड्गधाରୀ ଲୋକମାନେ 9 ଲକ୍ଷ ଅଛନ୍ତି, 4,70,000 ଅଛନ୍ତି। ଏମାନେ ମୋ ପଛରେ ଅଛନ୍ତି। ତ ଏବେ ଶତ୍ରୁମାନଙ୍କ ବିରୁଦ୍ଧରେ ମୁଁ ଯାଇ ଯୁଦ୍ଧ କରିପାରିବି, ମୁଁ ହିଁ ଜୟ କରିପାରିବି। ଆପଣ ସୈନ୍ୟମାନେ ଏତେ ଖड्गଧାରୀ ଲୋକ ଅଛନ୍ତି ବୋଲି ଜାଣିବା ପାଇଁ ଗଣନା କଲେ। ଏଥିପୂର୍ବେ ଦାଉଦଙ୍କ ବିଷୟରେ ମାନେ ଦେଖିଲେ ଦାଉଦଙ୍କ ପଛରେ ଈଶ୍ୱର ଥିଲେ। ଦାଉଦ ଈଶ୍ୱରଙ୍କ ଉପରେ ନିର୍ଭର କରି ଈଶ୍ୱର ତାହାଙ୍କ ସହିତ ଥିଲେ। ଯେତେବେଳେ ଗୋଲିଆଦଙ୍କ ବିରୁଦ୍ଧରେ ସେ ଯୁଦ୍ଧ କଲେ ଈଶ୍ୱର ଥିଲେ। କିନ୍ତୁ ଏବେ କାହିଁକି ସେ ଏପରି କଲେ? ଲୋକମାନଙ୍କର ଜନସଂଖ୍ୟା ଗଣନା କଲେ, ଖड्गधाରୀ ମାନଙ୍କର କାହିଁକି ଏପରି କଲେ ବୋଲି ଅନୁତାପ କଲେ। କାହିଁକି ମୁଁ ମୂର୍ଖର କାମ କଲି, ଏପରି କଲି ବୋଲି। ସେତେବେଳେ ଗାଦ ଭବିଷ୍ୟତ ବକ୍ତାଙ୍କୁ ଈଶ୍ୱର ଦାଉଦଙ୍କ ନିକଟକୁ ପଠାଇବେ। ଗାଦ ଆସି ଦାଉଦଙ୍କୁ 3ଟି ବିଷୟ କହିବେ। ତାହା କ'ଣ କଲେ? ତୁମେ ଏଇ କାର୍ଯ୍ୟ କରିଥିବାରୁ ତୁମକୁ 3ଟି ବିଷୟ ମୁଁ କହିବି, ସେଥିରୁ କ'ଣ ଯେକୌଣସି ଗୋଟେ ବିଷୟ ମନୋନୀତ କର ବୋଲି କହିବେ। ପ୍ରଥମ ବିଷୟ ହେଉଛି 3 ବର୍ଷ ଦୁର୍ଭିକ୍ଷ ହେବ। ଦ୍ୱିତୀୟ ବିଷୟ ହେଉଛି 3 ମାସ ତୁମକୁ ଶତ୍ରୁମାନେ ଗୋଡ଼ାଇବେ, ତୁମେ ସେମାନଙ୍କ ନିକଟରୁ ଦୂରକୁ ଚାଲିଯିବାର ଅଛି। 3 ଦିନ ମହାମାରୀ ଆସିବ ବୋଲି କହିବେ। ଏଥିରେ ଦାଉଦ କହିବେ ମନୁଷ୍ୟମାନେ 3 ବର୍ଷ ଦୁର୍ଭିକ୍ଷ ହେଲେ ଇସ୍ରାଏଲର ସମସ୍ତେ ଅଧିକାଂଶ ଲୋକ ମୃତ୍ୟୁବରଣ କରିବେ। 3 ମାସ ଶତ୍ରୁମାନେ ଘୋଡ଼ାଇଲେ ଅଧିକ ଲୋକ ମରିଯିବେ। ଏହି ମନୁଷ୍ୟମାନଙ୍କ ହସ୍ତରେ ପଡ଼ିବା ଅପେକ୍ଷା ଈଶ୍ୱରଙ୍କ ଦୟା ପ୍ରଚୁର। ଈଶ୍ୱର ହିଁ ମହାମାରୀ ପଠାନ୍ତୁ 3 ଦିନ ବୋଲି କହିବେ। ସେହି ପ୍ରକାରେ 3 ଦିନ ମହାମାରୀ ଆସିବ। 70,000 ଲୋକ, 70,000 ଇସ୍ରାଏଲୀୟ ମାନେ ମୃତ୍ୟୁବରଣ କରିବେ। ତାପରେ ଦାଉଦ ଅନୁତାପ କରିବା ଦ୍ୱାରା ଈଶ୍ୱର ବିନାଶକ ଦୂତକୁ ଯଥେଷ୍ଟ ହେଲାଣି ବୋଲି କହିବେ। ସେଇ 70,000 ଲୋକ ହିଁ ମରିବେ ମହାମାରୀରେ। ଏହି ପ୍ରକାର ପ୍ରିୟମାନେ ଶୈତାନ ପ୍ରବର୍ତ୍ତାଇଲେ କେଉଁ ପ୍ରକାର ଅବସ୍ଥା ଘଟୁଛି ଦେଖନ୍ତୁ। ଶୈତାନ ପ୍ରବର୍ତ୍ତାଇଲା ବେଳେ ଆମମାନଙ୍କ ଜୀବନରେ ଆମମାନଙ୍କୁ ଈଶ୍ୱର ସଚେତନ ଜଣାଉଥାନ୍ତି। ଆମମାନେ ତାହା ଜାଣିବାର ଅଛି। ଆମମାନଙ୍କ ହୃଦୟ, ଯଦି ଆମମାନଙ୍କ ହୃଦୟରେ ଈଶ୍ୱରଙ୍କ ବାକ୍ୟ ଥାଏ, ତାହା ମଧ୍ୟ ଆମମାନଙ୍କୁ ଆଘାତ କରୁଥାଏ। ଏହା ଭୁଲ, ଏହା ଶୈତାନର ପ୍ରବର୍ତ୍ତନ। ସେଥିରୁ ସଚେତନ ହୋଇଯାଅ ବୋଲି ଆମମାନଙ୍କ ହୃଦୟ କହୁଥାଏ। ମାତ୍ର ଆମମାନଙ୍କ ହୃଦୟ କଥା ନ ଶୁଣିଲେ ଈଶ୍ୱର ଲୋକମାନଙ୍କ ଦ୍ୱାରା ଆମମାନଙ୍କୁ ସଚେତନ ଜଣାଇଲେ, ସେ ସଚେତନ ସତର୍କତା ବି ଆମେ ନ ଶୁଣିଲେ, ଆମମାନେ ଶୈତାନର ପ୍ରବର୍ତ୍ତନରେ ଶୁଣି ରହିଗଲେ ଆମମାନେ କ୍ଷତି ସହିବା। ଏହି ପ୍ରକାର ଦାଉଦଙ୍କୁ ଶୈତାନ ପ୍ରବର୍ତ୍ତାଇଲା। ଏହି ପ୍ରକାରେ ଆଜି ଆମମାନଙ୍କୁ ମଧ୍ୟ ଅନେକଙ୍କୁ ଶୈତାନ ପ୍ରବର୍ତ୍ତାଉଛି। କେତେକଙ୍କୁ ମଣ୍ଡଳୀ ବିଷୟରେ, ମଣ୍ଡଳୀକୁ ଯିବ କି ଈଶ୍ୱରଙ୍କ ମଣ୍ଡଳୀକୁ ଯାଇ ଈଶ୍ୱରଙ୍କୁ ଗୌରବ ପ୍ରଶଂସା କରିବ କି? ଈଶ୍ୱରଙ୍କ ନିମନ୍ତେ ବଞ୍ଚିବ କି? କାହିଁକି ଏପରି କରିବ? ଶୈତାନ ପ୍ରବର୍ତ୍ତାଏ। ତୁମେ ଯାହା ଭାବୁଛ ତାହା ଘଟିବା ପର୍ଯ୍ୟନ୍ତ ମନ୍ଦିରକୁ ଯାଅ ନାହିଁ। ଯାହା ଭାବୁଛ ତାହା ଘଟିଲେ ମନ୍ଦିରକୁ ଯାଅ। ତୁମେ ଗୋଟିଏ ଉତ୍ତମ ଚାକିରି ପାଇବାର ଅଛି, ଚାକିରି ପାଇଲା ପରେ ମନ୍ଦିରକୁ ଯାଅ। ତୁମେ ଯାହା ଭାବୁଛ ତାହା ଘଟିଲେ ହିଁ ତୁମେ ଈଶ୍ୱରଙ୍କ ମନ୍ଦିରକୁ ଯାଅ ବୋଲି। ଏହି ପ୍ରକାର ଶୈତାନର ପ୍ରବର୍ତ୍ତନ ଏହି ପ୍ରକାର ଥାଏ। ତାହା ନ ଜାଣି ଅନେକ ଥର ଆମମାନେ ମଧ୍ୟ ଈଶ୍ୱରଙ୍କ ଠାରୁ ଦୂର ହୋଇଯାଇଥାଉ। କିନ୍ତୁ ତାହା ଭୁଲ। ଈଶ୍ୱର କେତେ ମଙ୍ଗଳ ବିଷୟ ଏମାନଙ୍କ ପ୍ରତି ଘଟାଉଛନ୍ତି, କେତେ ମଙ୍ଗଳ ବିଷୟ ଆରମ୍ଭରୁ ଏବେ ପର୍ଯ୍ୟନ୍ତ। ଥରେ ଆମମାନେ ଆଲୋଚନା କଲେ ଅନେକ ମଙ୍ଗଳ ବିଷୟ ଏମାନଙ୍କ ପ୍ରତି ଘଟାଉଛନ୍ତି। ସେଥିପାଇଁ ଦାଉଦ ଗୀତ ସଂହିତାରେ ମୋ ପ୍ରାଣରେ ଈଶ୍ୱର କରିଥିବା ମଙ୍ଗଳ ବିଷୟକୁ ପାସୋର ନାହିଁ, ନିଜ ପ୍ରାଣକୁ କହୁଛନ୍ତି। ଈଶ୍ୱର କରିଥିବା ମଙ୍ଗଳ ବିଷୟ, ଈଶ୍ୱରଙ୍କ ମଙ୍ଗଳ ଦାନକୁ ପାସୋର ନାହିଁ ବୋଲି ନିଜ ପ୍ରାଣକୁ ଶିକ୍ଷା ଦେବା ପରେ ଆମମାନେ ଦେଖିଥାଉ। ଆମମାନଙ୍କ ପ୍ରତି ମଧ୍ୟ ଅନେକ ମଙ୍ଗଳ ବିଷୟ ଘଟାଉଛନ୍ତି। ମାତ୍ର ଆମେମାନେ ଗୋଟିଏ ମଙ୍ଗଳ ବିଷୟ ଘଟାଇଲା ପରେ ଆଉ ଗୋଟିଏ ମଙ୍ଗଳ ବିଷୟ ଘଟିବା ପର୍ଯ୍ୟନ୍ତ ଆମମାନେ ଅପେକ୍ଷା କରୁ। ଈଶ୍ୱରଙ୍କ ପ୍ରଶଂସା, ଈଶ୍ୱରଙ୍କ ଗୌରବ କରାଉଥିବାର ଅଛି। ଆମମାନେ ଶୈତାନର ପ୍ରବର୍ତ୍ତନରେ ଆମମାନେ ନ ପଡ଼ିବାର ଅଛି। ଶୈତାନର ପ୍ରବର୍ତ୍ତନରେ ପ୍ରବର୍ତ୍ତିତ ହେବାକୁ ହବ ନାହିଁ। ସେପରି ହେଲେ ଆମମାନେ କ୍ଷତି ସହିବା। ତେଣୁ ଏବେ ପର୍ଯ୍ୟନ୍ତ ଆମମାନେ ମନୁଷ୍ୟ ଦ୍ୱାରା ମନ୍ଦ ବିଷୟରେ ପ୍ରବର୍ତ୍ତିତ ହେଲେ କ'ଣ ଘଟିବ ଆମମାନେ ଜାଣିଲୁ। ଶୈତାନ ଦ୍ୱାରା ପ୍ରବର୍ତ୍ତିତ ହେଲେ କ'ଣ ଘଟିବ ଆମମାନେ ଜାଣିଲେ। ଏବେ ଆମମାନେ ଈଶ୍ୱରଙ୍କ ପ୍ରବର୍ତ୍ତନ, ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଲେ କ'ଣ ଘଟିବ, ଈଶ୍ୱରଙ୍କ ଦ୍ୱାରା କିପରି ପ୍ରବର୍ତ୍ତିତ କେହି ହେଲେ କି କହି ଆମମାନେ ବାଇବଲରେ ଦେଖିଲେ। ଆଉ ବିଚାରକର୍ତ୍ତାମାନଙ୍କର ବିବରଣ 14 ଅଧ୍ୟାୟ 6 ପଦ। ବିଚାରକର୍ତ୍ତାମାନଙ୍କ ବିବରଣ 14 ଅଧ୍ୟାୟ 6 ପଦ ଆମମାନେ ଦେଖିଲେ। ତ ସଦାପ୍ରଭୁଙ୍କ ଆତ୍ମା ତାହାକୁ ଆକ୍ରାନ୍ତ କରନ୍ତେ ସେ ଛେଳି ଛୁଆକୁ ବିଦୀର୍ଣ୍ଣ କଲା ପରି ତାହାକୁ ବିଦୀର୍ଣ୍ଣ କରି ପଳାଇଲା।
ମାତ୍ର ତା ହାତରେ କିଛି ନଥିଲା, ତଥାପି ସେ ଆପଣାର ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ। ଦେଖନ୍ତୁ, ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଲେ, ଏଠାରେ ସାମସନ୍ ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଲେ। ଈଶ୍ୱରଙ୍କ ଆତ୍ମା ତାହାଙ୍କୁ ଆକ୍ରାନ୍ତ କରନ୍ତେ ସେ ଗୋଟେ ଯୁବା ସିଂହ ତାହାକୁ ହାବୁଡ଼ି ଗର୍ଜନ କଲା। ଆଉ ସେ ଯୁବା ସିଂହକୁ ସେ ଛେଳି ଛୁଆକୁ ବିଦୀର୍ଣ୍ଣ କଲା ପରି ବିଦୀର୍ଣ୍ଣ କରିବାର ଆମେ ଦେଖିଥାଉ। ମାନେ ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେବା ଦ୍ୱାରା ତାଙ୍କ ହାତରେ କିଛି ନାହିଁ। ଏବେ ଦାଉଦଙ୍କ ହାତରେ ଅନେକ ସୈନ୍ୟମାନେ, ଖड्गଧାରୀ ସୈନ୍ୟମାନେ ଅଛନ୍ତି। ଆଉ ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେବା ଦ୍ୱାରା ସାମସନଙ୍କ ହସ୍ତରେ କିଛି ନଥିଲା, ମାତ୍ର ସିଂହକୁ ଛେଳି ଛୁଆକୁ ବିଦୀର୍ଣ୍ଣ କଲା ପରି ସେ ବିଦୀର୍ଣ୍ଣ କରିବାର ଆମେ ଦେଖିଥାଉ। ଏହି ପ୍ରକାର ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଲେ ଏହିପରି ରହିବ। ତାପରେ କିଛି ଦିନ ପରେ ପୁଣି ସେଇ ସ୍ଥାନ ଦେଇ ଆଉ ସାମସନ୍ ଗଲାବେଳେ ସେଇ ସ୍ଥାନକୁ ସେ ଦେଖିଲେ 8 ପଦରେ। କିଛି ଦିନ ଉତ୍ତାରେ ସେ ସେଇ ସ୍ତ୍ରୀକୁ ଗ୍ରହଣ କରିବା ପାଇଁ ପୁନର୍ବାର ଗଲା। ସେତେବେଳେ ସେ ସେଇ ସିଂହର ଶବ ଦେଖିବାକୁ ବାଟ ଭୁଲି ଯାଆନ୍ତେ, ଦେଖ ସିଂହ ଦେହରେ ମହୁମାଛିର ଜାଙ୍କ ଓ ମହୁ ଅଛି। ଏବେ ସିଂହ ଦେହରେ କ'ଣ ଅଛି କହିଲେ? ମହୁମାଛିର ଜାଙ୍କ, ମହୁ ଅଛି। ଦିନେ ସେଇ ସିଂହ, ଯୁବା ସିଂହ ଗର୍ଜନ କରି ଆସିଲା। ତାହା ଦେଖି କେହି ହେଲେ ବି ଭୟ କରିବେ, ଦୁଃଖ ଲାଗିବ, ଭୟ ଲାଗିବ। ମାତ୍ର ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଲେ ସେଇ ଭୟ ହିଁ ମଧୁର ରୂପେ ସେ ପରିଣତ କଲେ। ସେ ଦୁଃଖକୁ ସେ ମଧୁର ରୂପେ ପରିଣତ କଲେ। କିଛି ଦିନ ପରେ ସେଇ ପାର୍ଶ୍ୱ ଦେଇ ଗଲାବେଳେ ତାହା ଦେଖିଲା ବେଳେ ସେ ସିଂହର ଶବ ଦେଖିବା ଗଲେ। ସିଂହ ଦେହରେ ମହୁମାଛିର ଜାଙ୍କ, ତାହା ଖାଡ଼ି ସାମସନ୍ ଖାଇଲେ। ପିତାମାତାଙ୍କୁ ମଧ୍ୟ ସେ ମହୁ ଦେଲେ। ମାନେ ଏଠାରେ ଆତ୍ମିକ ରୂପେ ଆମେ ଜାଣିବାର ଅଛି। ଦେଖନ୍ତୁ, ଏବେ ଆମେ ପାପରେ ପଡ଼ିଯାଇଥିଲୁ, ଆଉ ପାପରେ ଥିବ, ପାପକୁ ଜୟ କରି ଆଜି ଆମେ ଏଠାକୁ ଆସିଅଛେ। ପାପକୁ ଜୟ କରି ଆମେ ଈଶ୍ୱରଙ୍କ ମଣ୍ଡଳୀକୁ ଯାଉଛେ। ମାନେ ଥରେ ଆଉ ଥରେ ସେ ପାପର ଅବସ୍ଥାରେ ଥିଲୁ, ଯେଉଁ ଭୟଙ୍କର ଅବସ୍ଥା, ତାହା ଏବେ ଆମେ ସ୍ମରଣ କଲେ। ସେତେବେଳେ ତାହା ଦୁଃଖର ବିଷୟ, ସେତେବେଳେ ତାହା ଭୟାନକ ବିଷୟ। ପାପରେ ଅଛୁ, ପାପରେ ବୁଡ଼ିକି ଅଛୁ, କେଉଁ ସ୍ଥାନକୁ ଚାଲିଯିବ ନା, ଏ ପ୍ରକାର ଭୟଙ୍କର ବିଷୟ। ମାତ୍ର ସେଇ ବିଷୟ ଏବେ ଆମେ ଆପଣା ସ୍ମରଣରେ ଆଣିଲେ ତାହା ମାନଙ୍କୁ ଆନନ୍ଦ। ପାପକୁ ଜୟ କରି ମୁଁ ଆସିଅଛି, କେତେ ଆନନ୍ଦ। ମାନେ ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଲେ ଏହି ପ୍ରକାର ଆନନ୍ଦ ଆମମାନଙ୍କୁ ଆସିଥାଏ। ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେବାର ଅଛି। ମନୁଷ୍ୟମାନେ ଆପଣା ଜୀବନରେ ମନୁଷ୍ୟ ଦ୍ୱାରା ପ୍ରବର୍ତ୍ତିତ ହୋଇପାରନ୍ତି, ଶୈତାନ ଦ୍ୱାରା ପ୍ରବର୍ତ୍ତିତ ହୁଅନ୍ତି, ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହୁଅନ୍ତି। ହେଲେ ଆମମାନଙ୍କ ଜୀବନରେ ଆମେ କାହା ଦ୍ୱାରା ପ୍ରବର୍ତ୍ତିତ ହେଉଛେ ଆମେ କିପରି ଜାଣିବା? ମନୁଷ୍ୟ ଦ୍ୱାରା ପ୍ରବର୍ତ୍ତିତ ହେଉଛେ ନା ଶୈତାନ ଦ୍ୱାରା ନା ଈଶ୍ୱରଙ୍କ ଦ୍ୱାରା? କାହା ଦ୍ୱାରା ପ୍ରବର୍ତ୍ତିତ ହେଉଛେ ଆମେ କିପରି ଜାଣିବା କହିଲେ, ବାଇବେଲରେ ଈଶ୍ୱର ଗୋଟେ ବାକ୍ୟ ଲେଖା ହେଲେ ତାହା ଦେଖିବା। ଆଉ ପିତରଙ୍କ ଦ୍ୱିତୀୟ ପତ୍ର 1ମ ଅଧ୍ୟାୟ 20 ପଦ 21 ପଦ। ପିତରଙ୍କ ଦ୍ୱିତୀୟ ପତ୍ର କିପରି ଜାଣିବା ଆମେ କାହା ଦ୍ୱାରା ପ୍ରବର୍ତ୍ତିତ ହେଉଛେ କହିଲେ, ପିତରଙ୍କ ଦ୍ୱିତୀୟ ପତ୍ର 1ମ ଅଧ୍ୟାୟ 20 ପଦ 21 ପଦ। ପ୍ରଥମରେ ଏହା ଜ୍ଞାତ ହୁଅ ଯେ ଶାସ୍ତ୍ରରେ କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ, କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇନାହିଁ, ମାତ୍ର ଈଶ୍ୱର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ। ପ୍ରଥମେ ଆମେ ଜାଣିବାର ଅଛି, ଏ 66ଟି ପୁସ୍ତକର ଈଶ୍ୱରଙ୍କ ବାକ୍ୟ ମନୁଷ୍ୟମାନଙ୍କ ଦ୍ୱାରା ନୁହେଁ, ଈଶ୍ୱରଙ୍କ ଦ୍ୱାରା, ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ। ଏହା ମନୁଷ୍ୟମାନଙ୍କର ପ୍ରବର୍ତ୍ତିତ ପୁସ୍ତକ ନୁହେଁ, ଏହା ଶୈତାନର ପ୍ରବର୍ତ୍ତିତ ପୁସ୍ତକ ନୁହେଁ, ଏହା ଈଶ୍ୱରଙ୍କ ପ୍ରବର୍ତ୍ତିତ ପୁସ୍ତକ। ଈଶ୍ୱରଙ୍କ ଦ୍ୱାରା ଚାଳିତ ହୋଇ, ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ, ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ, ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇ, ମାନେ ଏହା ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇ ଲେଖାଯାଇଥିବା ପୁସ୍ତକ। ଈଶ୍ୱରଙ୍କ ପ୍ରବର୍ତ୍ତିତ ବିଷୟ ସବୁ ଏ ସମସ୍ତ ବିଷୟ ଯଦି ଆମମାନଙ୍କ ହୃଦୟରେ ରହେ, ତାହେଲେ ଆମେ ଜାଣିପାରିବା। ଆମେ ଯଦି ଜଣେ ମନୁଷ୍ୟ ମନ୍ଦ ବିଷୟରେ ଆମମାନଙ୍କୁ ପ୍ରବର୍ତ୍ତିତ କରୁଅଛି, ଏହି ବାକ୍ୟ ଯଦି ଆମମାନଙ୍କଠାରେ ଥାଏ, ତାହେଲେ ଶୀଘ୍ର ଆମେ ଜାଣିପାରିବା ମାନେ ମନ୍ଦ ବିଷୟରେ ପ୍ରବର୍ତ୍ତିତ ହେଉଛେ ବୋଲି। ଯଦି ଶୈତାନ ଆମମାନଙ୍କୁ ପ୍ରବର୍ତ୍ତିତ କରାଉଅଛି, ତାହେଲେ ଏହି ବାକ୍ୟ ଯଦି ଆମମାନଙ୍କଠାରେ ଥାଏ, ତାହେଲେ ଆମେ ଜାଣିପାରିବା ଯେ ଶୈତାନ ଆମମାନଙ୍କୁ ପ୍ରବର୍ତ୍ତିତ କରାଉଅଛି। ଆଉ ବାକ୍ୟ ଆମମାନଙ୍କୁ ସେହି ସମୟରେ ସତର୍କ ଜଣାଇବ। ବାକ୍ୟ ଆମଠାରେ ଥିଲେ ଆମେ ଜାଣିପାରିବା। ଆଉ ଈଶ୍ୱରଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଲା ବେଳେ ମଧ୍ୟ ଆମେ ଏ ବାକ୍ୟ ଦ୍ୱାରା ହିଁ ଜାଣିପାରିବା। ତେଣୁ ଏକ
पवित्र बाइबल ए सिवा समस्त विषय को आम सबुबले पढ़ार अच्छे सबुबले आम पढ़ले ही कहा द्वारा आम प्रवर्तित होचे ता जापर विभिन्न प्रकार भिन्न भिन्न परिस्थिति मनुष्य द्वारा मंद विषय प्रवर्तित होती तापर क्षति सह कर शैतान द्वारा शैतान अति चालाक रे अति जागृत सहकारे से आसी लोक मानक विभिन्न प्रकार प्रवर्तित कराउछि आ ईश्वर ठारू दूर कर दौछि ता से सबू जानिबा को हेले कहार प्रवर्तना द्वारा कहा द्वारा माने प्रवर्तित होचे जानिबा को हेले ईश्वर प्रवर्तित ए पुस्तक को आम पढ़ार अच्छे एथे समस्त विषय अपना हृदय रे रखिबार अच्छी ताहेले ही आम ईश्वर द्वारा ही प्रवर्तित हेबा ईश्वर द्वारा प्रवर्तित हेले आम दुख आनंद रे परिणत हम ईश्वर द्वारा प्रवर्तित है मैंने दुख रे सांत्वनता आम दिए आम धैर्य दिए आम साहस दिए आनंद बेले भी आम सहित रुहे तेणु ये वाक्य को ही आम सब अति जागृत सहकारे पढ़ी ध्यान करी सबुबले प्रार्थना करी सबुबले ईश्वर सहित आम सहभागिता थिबार अच्छी उत्तम रूपे जगतर सहभागिता जगतर स्नेह आम मंद विषय प्रवर्तित करें ईश्वर सहित सहभागिता आम उत्तम विषय प्रवर्तित करे आ ईश्वर थिबा से स्थान को जीवाई ताही आम सहायक हुए तेणु सबुबले आम एक व्यवस्था को आम पढ़ा आहरी अधिक रूपे अनेक आत्मिक विषय गुड़िक वाक्य मध्यम आम जाना अनेक ईश्वर निकट में आम पहुँचाइबा ए अल्प कथा कही समस्त को नमस्कार।